ଗୋଳନ୍ଧରା ଥାନା ଅନ୍ତର୍ଗତ ରାଳବ ଅଞ୍ଚଳରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ 4 ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଭୀଷ୍ମଗିରି ଗ୍ରାମର ବିକାଶ ବିଶୋଇ, ସିଲୁ ନାୟକ, ପାଟପୁର ଅଞ୍ଚଳର କାଳିଆ ବେହେରା, କବି ସୂର୍ଯ୍ୟନଗର ଥାନା ଅଧୀନ ବିରିସିଂ ଗ୍ରାମର ଶରତ କୁମାର ନାୟକ ଏବଂ ପୁଲିସ ସେମାନଙ୍କ ନିକଟରୁ 4ଟି ମୋବାଇଲ ଫୋନ, 1,40,000 ଟଙ୍କା, ବ୍ୟାଟେରୀ ଓ ଇନଭର୍ଟର ଆଦି ଜବତ କରିଛି। କଟକ ଜଗତପୁରରେ ଥିବା ଏକ ଘରୋଇ ହସ୍ପିଟାଲର ଶୌଚାଳୟ ଝରକାରୁ ଡେଇଁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ। ମୃତକ ଜଣକ ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ସେ ଯକୃତ ଜନିତ ସମସ୍ୟା ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ ପୋଲିସର ତଦନ୍ତ ଜାରି। ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ବଣାଇରେ ଥିବା 7ଟି ଠିକଣାରେ ଏକକାଳୀନ ଚଢ଼ଉ ଜାରି କରିଛି ଭିଜିଲାନ୍ସ ବିଭାଗ। ଆମେରିକାର ୱାସିଂଟନ ଡିସିରେ ଘଟିଥିବା ବିମାନ ଓ ହେଲିକପ୍ଟର ଦୁର୍ଘଟଣାରେ 19 ଜଣଙ୍କର ମୃତ୍ୟୁ। ଯାତ୍ରୀବାହୀ ବିମାନଟି ଅବତରଣ କରିବାକୁ ଯାଉଥିବା ବେଳେ ଆମେରିକା ସେନାର ବ୍ଲାକ୍ ହେଲିକପ୍ଟର ଧକ୍କା ଦେଇଥିଲା। ଫଳରେ ଉଭୟ ହେଲିକପ୍ଟର ଏବଂ ବିମାନ ପୋଟାମାକ୍ ନଦୀକୁ ଖସି ପଡ଼ିଥିଲେ ଏବଂ ନଦୀରୁ 19 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେନା ହେଲିକପ୍ଟରରେ 3 ଜଣ ଓ ବିମାନରେ 64 ଜଣ ଯାତ୍ରୀ ଥିଲେ। ତାଳଚେରର କଂସମୁଣ୍ଡା ଗ୍ରାମରେ ବେଆଇନ କୋଇଲା ଡିପୋରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଚଢ଼ଉ ବେଳେ ବିପୁଳ ପରିମାଣର ଚୋରା କୋଇଲା ଜବତ। ଏଥିରେ 65 ଟନ ଚୋରା କୋଇଲା ଜବତ କରାଯାଇଛି। ସ୍ଥାନୀୟ କଣିହା କୋଇଲା ଖଣିରୁ ଗତ କିଛି ଦିନ ହେଲା କୋଇଲା ଚୋରା ଚାଲାଣ ହେଉଥିବା ନେଇ ତାଳଚେର ଖଣି ଉପନିର୍ଦ୍ଦେଶକ ଖବର ପାଇଥିଲେ। ପ୍ରୟାଗରାଜ କୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ଘଟିଥିବା ଦଳାଚକଟାରେ 30 ଜଣଙ୍କର ମୃତ୍ୟୁ ହେବା ପରେ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ଭିଆଇପି ପାସ୍ଗୁଡିକ ବାତିଲ କରି ମେଳାକୁ ଯାଉଥିବା ରାସ୍ତାଗୁଡିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି। ରାଉରକେଲା ଓ ସୁନ୍ଦରଗଡ଼ ସହର ଥାନା ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ରାସନ କାର୍ଡ କାଟିବାକୁ ଯୋଗାଣ ଅଧିକାରୀ ସମସ୍ତ ମାର୍କେଟିଂ ଇନ୍ସପେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ଯୋଗାଣ ବିଭାଗର ଏଭଳି ନିଷ୍ପତ୍ତିକୁ ଗୃହରକ୍ଷୀ ସଂଘ ନିନ୍ଦା କରିବା ସହ ରାସନ କାର୍ଡ ନ କାଟିବାକୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାସନ କାର୍ଡ କାଟିବାକୁ ଯୋଗାଣ ମନ୍ତ୍ରୀ ରାଜ୍ୟର ସମସ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପଞ୍ଚାୟତଠୁ ବ୍ଲକ ଓ ସହର ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ କାଟିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ପିକଅପ୍ ଭ୍ୟାନ୍। ଫଳରେ ଗାଡିଟି ଭାଙ୍ଗିରୁଜି ଯାଇଥିବା ବେଳେ ପିକଅପ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏବଂ ଉକ୍ତ ଭ୍ୟାନ୍ଟି ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ମାଛ ବୋଝେଇ କରି ଯାଉଥିଲା।
ଏବଂ ଢେଙ୍କାନାଳ ମୋଟଙ୍ଗ ଥାନା ହାଣ୍ଡିଫୁଟା ଗାଁରେ ଦନ୍ତାହାତୀର ଉପଦ୍ରବ୍ୟ ଘରେ ପଶି 6 ବର୍ଷର ଶିଶୁ କନ୍ୟାକୁ ଦନ୍ତାହାତୀ ଦୋଳି ଦେବାରୁ ଶିଶୁ କନ୍ୟାର ମୃତ୍ୟୁ ଫଳରେ ହିନ୍ଦୋଳ ଗୁଣ୍ଡିଆ କାଟଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଏବଂ ଖବର ପାଇ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।